12 ଦିନର ସମ୍ପର୍କ ଯାତ୍ରାଟା ବି ଏତେ ନିବିଡ଼ ହୋଇପାରେ ଆଜ୍ଞା। ଏଇ ଫଟୋ ଆଉ ଭିଡ଼ିଓକୁ ଟିକେ ଦେଖିଲେ ଆପଣ ଭଲ ଭାବରେ ବୁଝିପାରୁଥିବେ କେତେ ନିବିଡ଼ ଏ ସମ୍ପର୍କଟା। ସମ୍ପର୍କରେ ବାନ୍ଧି ହେବାର ମାତ୍ର 12 ଦିନ ପରେ ଯେଉଁ ଯନ୍ତ୍ରଣା ମିଳେ ତାକୁ ସହିବା ଭାରି କଷ୍ଟକର ହୋଇପଡ଼େ। ଦର୍ଶକ ବନ୍ଧୁ, ଏ କାହାଣୀକି ଯିବା ପୂର୍ବରୁ ଟିକେ ନଜର ପକାନ୍ତୁ ଏଇ ବାହାଘର କାର୍ଡ଼ ଉପରେ। ଏଥିରେ ଲେଖା ହେଇଛି ରିଙ୍କୁ ସହିତ ଗାୟତ୍ରୀ, ଆଉ ତାରିଖ 21 ଜୁଲାଇ 2023। ଆଜିକୁ ଠିକ୍ 2 ବର୍ଷ ପୂର୍ବରୁ ହୋଇଥିବା ବାହାଘର ରିଙ୍କୁ ଆଉ ଗାୟତ୍ରୀଙ୍କ କାହାଣୀ ଶୁଣିଲେ ହୁଏତ ଆପଣଙ୍କ ଆଖିରୁ ଲୁହ ଆସିଯାଇପାରେ। ଏମିତି ଏକ ସମ୍ପର୍କ ଥିଲା ଯାହାକୁ ଶୁଣିଲେ ଆପଣଙ୍କର ବିବାହ ଉପରୁ ହୁଏତ ଭରସା ତୁଟି ଯାଇପାରେ। ଏ କାହାଣୀ ଥିଲା ଭାରି ଯନ୍ତ୍ରଣାଦାୟକ, ଏ କାହାଣୀ ଥିଲା ଭାରି କଷ୍ଟକର। ପୁରା କାହାଣୀ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ହୃଦୟ ବିଦାରକ ପ୍ରେମ କାହାଣୀକୁ ଆପଣଙ୍କୁ ସ୍ୱାଗତ। ସେଦିନ ଥିଲା ଜୁଲାଇ 21, 2023 ମସିହା, ଯେଉଁଦିନ କଳାହାଣ୍ଡି ଜିଲ୍ଲା ଲାକ୍ରା ଗାଁର ରିଙ୍କୁ ନନ୍ଦ ସହିତ ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଗାୟତ୍ରୀର ବାହାଘର ବଡ଼ ଧୁମଧାମରେ ହୋଇଥିଲା। ବିବାହ ବେଦୀରେ 10 ଦିଗପାଳକୁ ସାକ୍ଷୀ ରଖି ପବିତ୍ର ହୋମ ନିଆଁରେ ରିଙ୍କୁ ଆଉ ଗାୟତ୍ରୀ 7 ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ। ସେଦିନ ଉଭୟ ବେଶ୍ ଖୁସି ଥିଲେ। ବାହାଘର ସରିଲା ଆଉ ଭୋଜି ଭାତ ବି ଭଲରେ ହେଲା। ବନ୍ଧୁବାନ୍ଧବ, ପ୍ରିୟ ପରିଜନ ବି ଏହି ବାହାଘର ଭୋଜିରେ ବେଶ୍ ମଜା ନେଲେ। ଆରମ୍ଭ ହୋଇଯାଇଥିଲା ନୂଆ ଏକ ସମ୍ପର୍କ। ଥରେ ନଜର ପକାନ୍ତୁ ଏହି ଫଟୋ ଆଉ କିଛି ଭିଡ଼ିଓ ଉପରେ। ଏହି ଫଟୋ କି ଭିଡ଼ିଓକୁ ଦେଖିଲେ ଆପଣ କ'ଣ ଜାଣିପାରୁଛନ୍ତି ଆଗକୁ ଏମାନଙ୍କ ସମ୍ପର୍କ ଭିତରେ ଏମିତି କିଛି ହେବାକୁ ଯାଉଛି ବୋଲି। ସବୁକିଛି ଠିକ୍ଠାକ୍ ଚାଲିଥିବା ସମ୍ପର୍କ ଭିତରେ ଆରମ୍ଭ ହୁଏ ଗୋଟେ ନୂଆ ଟ୍ୱିଷ୍ଟ। ବାହାଘରର ମାତ୍ର 12 ଦିନ ପରେ 7 ଜଣଙ୍କ ପାଇଁ ସାଥୀ ହେବାକୁ କଥା ଦେଇଥିବା ସ୍ତ୍ରୀ ଗାୟତ୍ରୀ ସ୍ୱାମୀ ରିଙ୍କୁକୁ ଛାଡ଼ି ନିଜ ବାପ ଘରକୁ ପଳାଏ, ହେଲେ ଆଉ କେବେ ବି ଫେରେନି। ରିଙ୍କୁ କାରଣ ଜାଣିବାକୁ ଅନେକ ଚେଷ୍ଟା କରେ। ନିଜର ଭୁଲ କ'ଣ ହେଇଛି ଜାଣି ନ ପାରି ଅନେକ କଥା ନିଜକୁ ନିଜେ ଭାବେ, କିନ୍ତୁ ଯାହା ରହସ୍ୟ ସାମ୍ନାକୁ ଆସେ ରିଙ୍କୁର ସେ ହୃଦୟକୁ ଭାଙ୍ଗି ରୁଜି ଚୁରମାର କରିଦିଏ। 12 ଦିନ ଧରି ଭଲ ପାଇବାର ନାଟକ କରୁଥିବା ଗାୟତ୍ରୀ ମନ ଭିତରେ କ'ଣ ଏତେ ଛଳନା ଥାଇପାରେ? ମାତ୍ର 12 ଦିନର ସମ୍ପର୍କ ଭିତରେ ଗାୟତ୍ରୀ କ'ଣ ଏମିତି ବଦଳିପାରେ? ନା ଆଜ୍ଞା, ଏଇ 12 ଦିନର ସମ୍ପର୍କ ଗାୟତ୍ରୀ କେବଳ ତା ବାପା ମାଙ୍କ ବାଧ୍ୟବାଧକତାରେ ରଖିଥିଲା। ସେ ପୁଣି ଏମିତି ହସ ଖୁସିରେ। ଏ କଥା ହୁଏତ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କରିପାରେ, ହେଲେ କଥାଟା ସତ ଆଜ୍ଞା। ରିଙ୍କୁର ଅଭିଯୋଗ ଅନୁଯାୟୀ ଗାୟତ୍ରୀ କୁଆଡ଼େ 2 ବର୍ଷ ପୂର୍ବରୁ ତା ପ୍ରେମିକକୁ ବାହା ହୋଇସାରିଥିଲା ଆଉ ଲିଭ୍ ଇନ୍ରେ ବି ରହି ଆସୁଥିଲା। ଏ କଥା କୁଆଡ଼େ ଗାୟତ୍ରୀ ପରିବାର ଲୋକଙ୍କୁ ଜଣା ନଥିଲା। ଆଉ ସେମାନେ ଯେତେବେଳେ ଜାଣିଲେ ତାଙ୍କ ସମ୍ପର୍କୀୟ ରିଙ୍କୁ ସହିତ ତୁରନ୍ତ ବିବାହ କରିଦେବାକୁ ସ୍ଥିର କଲେ। ଏ ବିଷୟରେ କିଛି ଜାଣିନଥିବା ବିଚରା ରିଙ୍କୁ ଏମାନଙ୍କ ଷଡ଼ଯନ୍ତ୍ରରେ ଫସି ଯାଇଥିଲା। ଆଉ ଶେଷରେ ପରିବାର ଲୋକଙ୍କ କଥାରେ ରାଜି ହେଇ ଗାୟତ୍ରୀକୁ ବାହା ହୋଇଗଲା। ହେଲେ ଗାୟତ୍ରୀ ନୂଆ ନୂଆ ବାହା ହେଲା ପରେ ସିନା ସ୍ୱାମୀକୁ ପାଇଲା, କିନ୍ତୁ ପୁରୁଣା ପ୍ରେମିକକୁ କ'ଣ ସେ ଭୁଲି ପାରିଲା? ଯେଉଁ ପ୍ରେମିକ ସହିତ 2 ବର୍ଷ ରହିଥିଲା ତାକୁ ଝୁରି ଝୁରି ଶେଷରେ ବାହା ହୋଇଥିବା ରିଙ୍କୁଠୁ ସବୁଦିନ ପାଇଁ ଦୂରେଇ ପ୍ରେମିକ ସହ ରହିବାକୁ ରିଙ୍କୁ ଘର ଛାଡ଼ି ନିଜ ଘରକୁ ପଳାଇ ଆସିଲା। ଆଉ କେବେ ରିଙ୍କୁ ପାଖକୁ ଫେରିବାର ନାଁ ନେଲାନି। ସେପଟେ ରିଙ୍କୁ ବ୍ୟସ୍ତ ହୋଇ ଅନେକ ଚେଷ୍ଟା କଲା ଗାୟତ୍ରୀକୁ ନିଜ ପାଖକୁ ଫେରାଇ ଆଣିବାକୁ, କିନ୍ତୁ ସବୁଥର ସେ ବିଫଳ ହେଉଥିଲା। ଆଉ ପରଦା ପଛର କାହାଣୀ ଜାଣିବା ପରେ ଅନେକ ଥର ଭଦ୍ରଲୋକଙ୍କୁ ନେଇ ମିଟିଂ ବି ହେଇଛି, କିନ୍ତୁ କିଛି ଫଳ ମିଳିନି। ଓଲଟା ରିଙ୍କୁ ବାରମ୍ବାର ଟର୍ଚରର ଶିକାର ହେଇଛି। ନା ସେ ଗାୟତ୍ରୀ ରିଙ୍କୁକୁ ଡିଭୋର୍ସ ଦେଉଛି, ନା ଶାନ୍ତିରେ ବଞ୍ଚିବାକୁ ଦେଉଛି। ଗାୟତ୍ରୀ କିନ୍ତୁ ନିଜ ପ୍ରେମିକ ସହିତ ବେଶ୍ ଖୁସିରେ ଅଛି ବୋଲି ରିଙ୍କୁ କାନ୍ଦି କାନ୍ଦି କହୁଛି। ଏ କାହାଣୀ ହୁଏତ ଏଇ ରିଙ୍କୁର ହୋଇପାରେ ଆଜ୍ଞା, କିନ୍ତୁ ଏମିତି ଗାୟତ୍ରୀ ଭଳି ଝିଅଙ୍କ ପାଇଁ କେତେ ଯେ ରିଙ୍କୁର ଏଭଳି ପରିସ୍ଥିତି ତାର କିଛି ହିସାବ ନାହିଁ। ସତ କହିଲେ, ଯଦି ଗାୟତ୍ରୀ ଆଉ ଜଣକୁ ପ୍ରେମ କରୁଥିଲା ତାହେଲେ ରିଙ୍କୁକୁ ବାହା ହେବାର କ'ଣ ଆବଶ୍ୟକତା ଥିଲା? ରିଙ୍କୁ ବାହାଘରରେ କେତେ ଟଙ୍କା ଖର୍ଚ୍ଚ କରି ବାହା ହେଲା, କେତେ ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କୁ ଡାକି ଭୋଜି ଭାତର ଆୟୋଜନ ବି କଲା। ଆଉ ସମସ୍ତେ ଯେତେବେଳେ ଜାଣିଲେ ସ୍ତ୍ରୀ ମାତ୍ର 12 ଦିନରେ ଛାଡ଼ି ଚାଲିଯାଇଛି, କେତେ ଖରାପ ଲାଗିନଥିବ ବିଚରା ରିଙ୍କୁକୁ। ସତ କହିଲେ, ଆପଣ ହେଇଥିଲେ ଆପଣଙ୍କୁ କ'ଣ ଖରାପ ଲାଗିନଥାନ୍ତା? ଏ ଦୁନିଆଟା କେଉଁଠି ପହଞ୍ଚିଲାଣି ଥରେ ଚିନ୍ତା କଲେ। ଆଗରୁ ପ୍ରେମରେ ଧୋକା ଦେବା କଥା ଶୁଣିଥିଲି, ଆଉ ଏବେ ସ୍ୱାମୀକୁ ଧୋକା ଦେଇ ପୁରୁଣା ପ୍ରେମିକ ସହିତ ଯିବାର ଘଟଣା କେତେ ଲଜ୍ଜାଜନକ, ସେ କଥା ଭାବିଲେ ନିଜକୁ ଲଜ୍ଜା ଲାଗୁଛି ଆଜ୍ଞା। ଏ କାହାଣୀ ଶୁଣିଲା ପରେ ଆପଣ କ'ଣ କହିବେ ମୁଁ ତ ଜାଣିନି ଆଜ୍ଞା, କିନ୍ତୁ ଏତିକି କହିବି ଗାୟତ୍ରୀ ଭଳି କିଛି ଝିଅମାନଙ୍କ ପାଇଁ ହୁଏତ ଆଜି ସବୁ ଝିଅଙ୍କ ଉପରୁ ଭରସା ତୁଟି ଯାଉଛି। ପ୍ଲିଜ୍ ଗାୟତ୍ରୀ, ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ଦେଇଥିବା ସ୍ୱାମୀ ପାଖକୁ ଥରେ ଫେରିଯାଅ। ଯଦି ନ ଫେରିବ ତେବେ ରିଙ୍କୁକୁ ତା ବାଟରେ ଯିବାକୁ ଦିଅ, ତାକୁ ଖୁସିରେ ବଞ୍ଚିବାକୁ ଦିଅ।
କମ୍ ସେ କମ୍ ସେ ତା ଜୀବନରେ ଭଲରେ ତ ବଞ୍ଚିବ। ଏମିତି ହଇରାଣ କରି କ'ଣ ଲାଭ ପାଉଛ? କ'ଣ ଭାବୁଛନ୍ତି ଦର୍ଶକ ବନ୍ଧୁ? ଗାୟତ୍ରୀ ଆଉ ରିଙ୍କୁ ପୁଣି ଥରେ ଏକାଠି ହେବା ଦରକାର ନା ଡିଭୋର୍ସ ନେଇ ନିଜ ନିଜ ଜୀବନରେ ଭଲରେ ଜିଇବା ଦରକାର? ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ନମସ୍ତେ, ଜୟ ଜଗନ୍ନାଥ।